ଆସନ୍ତୁ ଜାଣିବା କେତେକ ଗୁରୁତ୍ୱପୂର୍ଣ୍ଣ ଖବର। ମହିଳାମାନଙ୍କୁ ମିଳିବ 7,000 ଟଙ୍କା। ପ୍ରଧାନମନ୍ତ୍ରୀ ଦେଲେ ବଡ଼ ଭେଟି। ଓଡ଼ିଶାର ମହିଳାମାନେ ହେବେ ଉପକୃତ। କାରଣ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ସୋମବାର ଦିନ ବୀମା ସଖୀ ଯୋଜନା ଆରମ୍ଭ କରିବେ। ଏହି ଯୋଜନାରେ ମହିଳାମାନଙ୍କୁ 7,000 ଟଙ୍କା ମିଳିବ। ସେପଟେ ବୀମା ସଖୀ ଯୋଜନା ମାଧ୍ୟମରେ 18ରୁ 70 ବର୍ଷ ବୟସର ମହିଳାମାନଙ୍କ ଖାତାକୁ ଆସିବ 7,000 ଟଙ୍କା। ଏଥିପାଇଁ ମହିଳାମାନେ 10ମ ପାସ୍ କରିଥିବା ଆବଶ୍ୟକ। ତା ସହିତ ବୀମା ସଖୀ ଯୋଜନାରେ ମହିଳାମାନଙ୍କୁ ଟ୍ରେନିଂ ଦିଆଯିବ ଏବଂ ମହିଳାମାନଙ୍କୁ 7,000 ଟଙ୍କା ପ୍ରଦାନ କରାଯିବ। ଓଡ଼ିଶାର ଲକ୍ଷ ଲକ୍ଷ ମହିଳାଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଆସିବ ବୋଲି ଜଣାପଡ଼ିଛି। ପରବର୍ତ୍ତୀ ଖବର, ଗ୍ରାଜୁଏସନ୍ କରିଥିଲେ ଓଡ଼ିଶା ପୋଲିସରେ ଚାକିରି, ଦରମା 1 ଲକ୍ଷରୁ ଅଧିକ। ଏନେଇ ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ OPRB ଏକ ସଂକ୍ଷିପ୍ତ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ OPRBରେ ପୋଲିସ ସଶକ୍ତ ଷ୍ଟେସନ ଅଫିସର, ଅଗ୍ନିଶମ ସେବା ଏବଂ ଆସିଷ୍ଟାଣ୍ଟ ଜେଲର୍ସଙ୍କ ସମେତ ବିଭିନ୍ନ ଭୂମିକାରେ ସବ୍ଇନ୍ସପେକ୍ଟର ପଦବୀ ପୂରଣ ହେବ। ଏନେଇ ଅନଲାଇନ୍ ମାଧ୍ୟମରେ ଆବେଦନ କରିବାକୁ ପଡ଼ିବ। ଏହି ନିଯୁକ୍ତି ମାଧ୍ୟମରେ 900ରୁ ଅଧିକ ପଦବୀ ପୂରଣ ହେବ। ଉଭୟ ପୁରୁଷ ଓ ମହିଳାମାନେ ଆବେଦନ କରିପାରିବେ। ଏହି ନିଯୁକ୍ତି ସମ୍ମାନଜନକ। ଓଡ଼ିଶା ପୋଲିସ ଫୋର୍ସରେ ଯୋଗ ଦେବାକୁ ଚାହୁଁଥିବା ସ୍ନାତକ ପ୍ରାର୍ଥୀଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ପରବର୍ତ୍ତୀ ଖବର, ଆଜିଠାରୁ ରାଜ୍ୟରେ ପାଗ ଭଲ ରହିବ। ଦକ୍ଷିଣ ଓଡ଼ିଶାରେ କିଛି ଜାଗାରେ ହାଲୁକା ବର୍ଷା ସମ୍ଭାବନା ଥିବାବେଳେ ବାକି ଅଞ୍ଚଳ ଶୁଖିଲା ରହିବ। କିନ୍ତୁ ସମ୍ଭାବ୍ୟ ପଶ୍ଚିମ ବାୟୁ ପ୍ରବାହକୁ ନେଇ ଆଉ ଏକ ପୂର୍ବାନୁମାନ କରାଯାଇଛି। ବିଭିନ୍ନ ବିଶିଷ୍ଟ ପାଣିପାଗ ବୈଜ୍ଞାନିକ ତଥା ସୋଆ ଜଳବାୟୁ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁଙ୍କ କହିବା ଅନୁସାରେ ପଶ୍ଚିମ ବାୟୁ ପ୍ରଭାବରେ ଓଡ଼ିଶାରେ ପୁଣି ଆସନ୍ତାକାଲି ବର୍ଷା ସମ୍ଭାବନା ରହିଛି। ଆସନ୍ତାକାଲି ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହୋଇପାରେ। ସୁନ୍ଦରଗଡ଼, ଝାରସୁଗୁଡ଼ା, କେଉଁଝର, ଯାଜପୁର, ସୋନପୁର, ବଲାଙ୍ଗୀର, ସମ୍ବଲପୁର, ବରଗଡ଼ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହିପରି କିଛି ଜାଗାରେ ଘଡ଼ଘଡ଼ି ସହ ବର୍ଷା ଆଶଙ୍କା ରହିଛି। ଏହିସବୁ ଅଞ୍ଚଳରେ ପାଗ ମେଘୁଆ ରହିବ। ଉପକୂଳ ସମେତ ବାକି ଅଞ୍ଚଳରେ ପାଗ ଶୁଖିଲା ରହିବ। ଅନ୍ୟାନ୍ୟ ସ୍ଥାନରେ ପାଗ ମେଘୁଆ ରହିପାରେ। ବର୍ତ୍ତମାନ ଲାଗି ରହିଥିବା ବର୍ଷା ଆଜି କମିଯିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆସିଛି। ପରବର୍ତ୍ତୀ ଖବର, ଏଥର କଲେଜରେ ହେବ ନିର୍ବାଚନ, କମ୍ପିବ କଲେଜ କ୍ୟାମ୍ପସ। ଦୀର୍ଘ ଦିନ ଧରି ବନ୍ଦ ରହିଥିବା ଛାତ୍ର ସଂସଦ ନିର୍ବାଚନ ହେବ। ଏଥିପାଇଁ କଲେଜ କ୍ୟାମ୍ପସ ସରଗରମ ହେବ। କଲେଜ ନିର୍ବାଚନକୁ ନେଇ ଗୁରୁବାର ଦିନ ବଡ଼ ଖବର ସାମ୍ନାକୁ ଆସିଛି। ତାହା ହେଲା ଆସନ୍ତା ଶିକ୍ଷାବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ ହେବ। କଟକ ଜବାହରଲାଲ ନେହେରୁ ଷ୍ଟାଡିୟମ ପରିସରରେ ଅନୁଷ୍ଠିତ ହେବ। ଏପିବିପି କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଥିଲେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ, କିନ୍ତୁ ରାଜ୍ୟରେ ବିଜେପି ସରକାର ଆସନ୍ତା ଶିକ୍ଷାବର୍ଷରେ କଲେଜ ଛାତ୍ର ସଂସଦ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛି। ପରବର୍ତ୍ତୀ ଖବର, ଚଳିତ ମାସ 28 ତାରିଖରେ ଭୁବନେଶ୍ୱର ଆସିବେ ଅମିତ ଶାହା। ଭାଜପା ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାଲ ଏହି ସୂଚନା ଦେଇଛନ୍ତି। ଏହାସହ ସେ ଅମିତ ଶାହାଙ୍କ ସମ୍ବଲପୁର ଗସ୍ତ ନାହିଁ ବୋଲି କହିଛନ୍ତି। କଳିଙ୍ଗ ଷ୍ଟାଡିୟମ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି ଅମିତ ଶାହା। ସୂଚନା ଦେଇଛନ୍ତି। ଏବେ ଓଡ଼ିଶା କେନ୍ଦ୍ର ଭାଜପା ନେତୃତ୍ୱଙ୍କ ଫୋକସରେ ରହିଛି। ନିକଟରେ ହୋଇଥିବା ଡିଜିପି ସମ୍ମିଳନୀରେ 3 ଦିନିଆ ଗସ୍ତରେ ଓଡ଼ିଶା ଆସିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଓଡ଼ିଶା ଗସ୍ତରେ ଆସିଥିଲେ। ତେବେ ଏହି ଡିଜିପି ସମ୍ମିଳନୀର ଏକ ମାସ ପରେ ପୁଣି ଥରେ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହା। ପରବର୍ତ୍ତୀ ଖବର, ସରକାର କରିବେ ଚାଷୀଙ୍କୁ ଡାଟାବେସ୍। ଚାଷୀଙ୍କୁ ଡାଟାବେସ୍ କରିବେ ମୋହନ ସରକାର। ଏସ୍ଓପି ଜାରି କରିଲା କୃଷି ବିଭାଗ। ଜାନୁଆରୀ 1ରୁ ଆରମ୍ଭ ହେବ ଚାଷୀ ପଞ୍ଜୀକରଣ। ମାର୍ଚ୍ଚ ମାସ ଶେଷ ସୁଦ୍ଧା ପ୍ରସ୍ତୁତ ହେବ ଚାଷୀ ଡାଟାବେସ୍। ସମସ୍ତ 30ଟି ଜିଲ୍ଲାରେ ଚାଷୀ ପଞ୍ଜୀକରଣ। PM କିଷାନ ଓ କୃଷକ ଓଡ଼ିଶା ହିତାଧିକାରୀ ଏବଂ ପ୍ରଧାନମନ୍ତ୍ରୀ ଫସଲ ବୀମା ହିତାଧିକାରୀଙ୍କୁ ଏହି ପ୍ରକ୍ରିୟାରେ ଅଗ୍ରାଧିକାର ଦେବେ ରାଜ୍ୟ ସରକାର। ଆଧାର କାର୍ଡ ଦେଇ ପୋର୍ଟାଲରେ ପଞ୍ଜୀକରଣ କରିବେ ଚାଷୀ। ମୋବାଇଲ ନମ୍ବର ଏବଂ ଜମି ପଟ୍ଟା ଦେବାକୁ ହେବ। ଚାଷୀ ଦେଇଥିବା ତଥ୍ୟର ଯାଞ୍ଚ କରିବେ RI। ଏଥିପାଇଁ ଜିଲ୍ଲା ସ୍ତରରେ ADM ରହିବେ ନୋଡାଲ ଅଫିସର। ଏହି ପ୍ରକ୍ରିୟାକୁ ଆଗେଇ ନେବାକୁ ପଞ୍ଚାୟତ ସ୍ତରରେ କ୍ୟାମ୍ପ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। କ୍ୟାମ୍ପ ପାଇଁ
ସ୍ଥାନ ଏବଂ ସମୟ ନିରୂପଣ କରିବେ ଜିଲ୍ଲାପାଳ। ଏନେଇ ଜିଲ୍ଲା ସ୍ତରରେ ବିଜ୍ଞପ୍ତି ପ୍ରକାଶ ପାଇବ। ପରବର୍ତ୍ତୀ ଖବର, ବର୍ଷାରେ ଫସଲ ହାନି ହୋଇଥିଲେ ଚାଷୀଙ୍କୁ ମିଳିବ କ୍ଷତିପୂରଣ। ଚଳିତ ମାସ 17 ତାରିଖ ଠାରୁ ରାଜ୍ୟରେ ବର୍ଷା ଜାରି ରହିଛି। ବଡ଼ ଧରଣର ବର୍ଷା ହୋଇ ନଥିବା ବେଳେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ଚାଷୀ କୂଳକୁ କ୍ଷତି ପହଞ୍ଚାଇଛି। ଫସଲ ଅମଳ ସମୟରେ ବର୍ଷା ଜାରି ରହିଥିବାରୁ ଚାଷୀମାନେ ହନ୍ତସନ୍ତ ହେଉଛନ୍ତି। ଚାଷୀମାନଙ୍କର ଧାନ ଏବେ କ୍ଷତିରେ ଥିବାବେଳେ ଏଥିରେ ଗଜା ହେବାର ଆଶଙ୍କା ଉପୁଜିଛି। ଏହାରି ମଧ୍ୟରେ ରାଜ୍ୟ ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କ ବୟାନ ଚାଷୀ କୂଳକୁ ଆଶ୍ୱସ୍ତି ପ୍ରଦାନ କରିଛି। ପ୍ରଦୀପ ବଳ ସାମନ୍ତ କହିଛନ୍ତି ଯେ ବର୍ଷାରେ ଫସଲ ହାନି ହୋଇଥିଲେ ଚାଷୀଙ୍କୁ କ୍ଷତିପୂରଣ ମିଳିବ। ଫସଲ ହାନିର ତଦାରଖ କରିବା ପାଇଁ ଏକ କମିଟି ଗଠନ କରାଯିବ। ଏହି କମିଟି ସ୍ପଟକୁ ଯାଇ ତଦନ୍ତ କରିବ। ଫସଲ ହାନି ହୋଇଥିଲେ କ୍ଷତିପୂରଣ ମିଳିବ। ସବୁ ଚାଷୀମାନଙ୍କୁ ବୀମାଭୁକ୍ତ କରାଯାଇଛି। ବୀମା କମ୍ପାନୀଙ୍କ ଉପରେ ନଜର ରଖାଯାଇଛି। କୌଣସି କମ୍ପାନୀ ଠକି ପାରିବେ ନାହିଁ ବୋଲି ମନ୍ତ୍ରୀ କହିଥିବାର ଖବର ମିଳିଛି। ପରବର୍ତ୍ତୀ ଖବର, ନିଯୁକ୍ତିକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। 2 ବର୍ଷ ଭିତରେ ରାଜ୍ୟରେ 75,000 ନିଯୁକ୍ତି ଦେବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସୁଶାସନ ଦିବସ ବା ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀ ସମାରୋହରେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ନିଯୁକ୍ତି ପ୍ରସଙ୍ଗରେ ପୂର୍ବ ସରକାରଙ୍କ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ପୂର୍ବ ସରକାର କାମ ନୁହେଁ କଥା ଦେଉଥିଲେ। ରାଜ୍ୟର ଯୁବକ ଯୁବତୀଙ୍କୁ ନିଯୁକ୍ତି କଥା କହି ଦିନ ମଜୁରୀ ଦେଇ ପ୍ରଶାସନ କାମ ଚଳାଇ ନେଉଥିଲେ। ପୂର୍ବ ସରକାର ସମୟରେ ରାଜ୍ୟରେ 1,50,000 ପଦବୀ ଖାଲି ପଡ଼ିଛି। ଆମେ ଆସନ୍ତା 2 ବର୍ଷ ମଧ୍ୟରେ 75,000 ନିଯୁକ୍ତି ଦେବୁ। ଏଥିପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଖୁବ୍ ଶୀଘ୍ର 20,000 ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର, ଭିଡ଼କୁ ଦୃଷ୍ଟିରେ ରଖି ନିଆଯାଇଛି ବଡ଼ ନିଷ୍ପତ୍ତି। 28ରୁ ଶ୍ରୀମନ୍ଦିରରେ ହେବନି ଧାଡ଼ି ଦର୍ଶନ ବ୍ୟବସ୍ଥା। ଶ୍ରୀମନ୍ଦିରରେ ରତ୍ନଭଣ୍ଡାର କାର୍ଯ୍ୟ ଜାରି ରହିଛି। ଏସବୁ ଭିତରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଡ଼ ସୂଚନା ଜାରି ହୋଇଛି। ଇଂରେଜୀ ନବବର୍ଷ ଏବଂ ଛୁଟି ଯୋଗୁଁ ଆଗାମୀ କିଛି ଦିନ ଧରି ଶ୍ରୀମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଆଗମନ ତଥା ଭିଡ଼ ଅନୁମାନ କରାଯାଇଛି। ଶ୍ରୀମନ୍ଦିରରେ ଭିଡ଼କୁ ଦୃଷ୍ଟିରେ ରଖି ବଡ଼ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର 28 ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ନାହିଁ ବୋଲି ଆଇନ ମନ୍ତ୍ରୀ କହିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ସହ ବୈଠକ ପରେ ଧାଡ଼ି ଦର୍ଶନ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର 28 ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ହେବ ନାହିଁ। ଗଙ୍ଗା ସ୍ନାନ ପରଠାରୁ ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ। ଜାନୁଆରୀ 20ରୁ 22 ତାରିଖ ମଧ୍ୟରେ ଫୁଲ୍ ପେଜ୍ ଧାଡ଼ି ଦର୍ଶନ ହେବ ବୋଲି ଆଇନ ମନ୍ତ୍ରୀ କହିଥିବାର ଜଣାପଡ଼ିଛି। ପରବର୍ତ୍ତୀ ଖବର, ବିଜୁ ଜନତା ଦଳ ଗତକାଲି ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି। 28 ବର୍ଷରେ ପଦାର୍ପଣ କରିଛି ବିଜେଡ଼ି। ତେବେ ଦୀର୍ଘ ଦିନ ଧରି ଶାସକ ଦଳ ଭାବେ ରହିଆସିଥିବା ବେଳେ ବିଜେଡ଼ି ଏଥର ପ୍ରଥମ ଥର ପାଇଁ ବିରୋଧୀ ଆସନରେ ରହିଥିବା ବେଳେ ନିଜର ପ୍ରତିଷ୍ଠା ଦିବସ ପାଳନ କରିଛି। ଆଉ ଏହି କାର୍ଯ୍ୟକ୍ରମରେ ବିଜେଡ଼ି ସୁପ୍ରିମୋ ଅଭିଭାଷଣ ଦେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି। ନବୀନ ନିଜର ଉତ୍ତରାଧିକାରୀ ପ୍ରସଙ୍ଗରେ ଗତକାଲି ଗଣମାଧ୍ୟମକୁ ଉତ୍ତର ଦେଇଥିଲେ। ଆଉ କହିଥିଲେ ଯେ ମୁଁ ବହୁତ ଲମ୍ବା ସମୟ ଧରି ଅଛି ଆଉ ଉତ୍ତରାଧିକାରୀ ମୁଁ ଚିନ୍ତା କରୁନାହିଁ। ତେଣୁ ନବୀନଙ୍କ ବୟାନକୁ ନେଇ ଏବେ ଚର୍ଚ୍ଚା ରହିଛି। କାହିଁକି ନା କିଛି ଦିନ ତଳେ ନବୀନ ଏକ ପ୍ରତିକ୍ରିୟା ଦେଇ କହିଥିଲେ ଯେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି। ଓଡ଼ିଶାବାସୀ ହିଁ ତାଙ୍କର ଉତ୍ତରାଧିକାରୀ ଚୟନ କରିବେ। ତେବେ କିଛି ଦିନର ଅନ୍ତରାୟ ପରେ ନବୀନ ତାଙ୍କର ମତ କାହିଁକି ବଦଳାଇଲେ? ଏବେ ତାକୁ ନେଇ ରାଜନୈତିକ କରିଡୋରରେ ଆଲୋଚନା ହେଉଛି।